ଲିଖନୀରେ କାହାଣୀ। ଆଜିର ଗଳ୍ପ ପିମ୍ପୁଡ଼ି ଉପକାର ସୁଝିଲା। ନଈ କୂଳରେ ଗୋଟିଏ ମହୁଲ ଗଛ। ଥରେ ତା ଉପରେ ଗୋଟିଏ ବଗ ବସିଥିଲା। ତଳକୁ ଚାହିଁ ଦେଖିଲା ନଈ ସୁଅରେ ପିମ୍ପୁଡ଼ିଟିଏ ଭାସି ଯାଉଛି। ବଗ ମହୁଲ ଗଛରୁ ପତ୍ରଟିଏ ଛିଣ୍ଡେଇ ପିମ୍ପୁଡ଼ି ପାଖକୁ ପକାଇଦେଲା। ପିମ୍ପୁଡ଼ି ପତ୍ର ଉପରକୁ ଉଠି ଯାଇ ଉପରକୁ ଚାହେଁ ତ ବଗ ତା ଆଡ଼କୁ ଚାହିଁଛି। ପିମ୍ପୁଡ଼ି କହିଲା, ବଗୁଲି ନାନୀ, ବହୁତ ଧନ୍ୟବାଦ, ତୁ ମତେ ଆଜି ବଞ୍ଚାଇ ଦେଲୁ। ଆଉ ଦିନକର କଥା, ସେ ମହୁଲ ଗଛରେ ବଗ ବସିଛି। ଗୋଟିଏ ବଣୁଆ ଆସିଲା ଗଛ ମୂଳକୁ। ସେ ଧନୁଷ ଧରି ଲକ୍ଷ୍ୟ କଲା ବଗକୁ। ପିମ୍ପୁଡ଼ି ସେଇ ଗଛ ମୂଳେ ଥିଲା। ଏକଥା ଦେଖି ବଣୁଆ ଠିକ୍ ସର ମାଇଲା ବେଳକୁ ପିମ୍ପୁଡ଼ି ତା ଗୋଡ଼କୁ ରୁଟ୍ କରି କାମୁଡ଼ି ଦେଲା। ବଣୁଆର ହାତ ହଲିଗଲା। ସର କୁଆଡ଼େ ନାହିଁ କୁଆଡ଼େ ଚାଲିଗଲା। ବଗ ଫଡ଼ ଫଡ଼ ହୋଇ ଉଡ଼ି ପଳାଇ ଗଲା। ପିମ୍ପୁଡ଼ି ମନ ଭାରି ଖୁସି। ଆଜି ସେ ବଗର ଉପକାର ସୁଝିଲା। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ୍ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।